ନମସ୍କାର। ଏମିତି ଅନେକ ଥର ଅନେକ ବ୍ୟକ୍ତି ମୋତେ ପଚାରିଲେଣି, ଏ ପିଲାର ପାଠ ଟିକେ ଭଲ ହଉନି, କଣ କି ପ୍ରକାର ପ୍ରତିକାର କଲେ ତାର ଟିକେ ଭଲ ପାଠ ହୁଅନ୍ତା। ମୁଁ ଆଜି ସେ ବିଦ୍ୟା ଉପରେ ଗୋଟେ ସ୍ୱତନ୍ତ୍ର କିଛି ତଥ୍ୟ ରଖୁଛି ଆପଣମାନଙ୍କ ଉଦ୍ଦେଶ୍ୟରେ। ଆପଣମାନଙ୍କୁ ଅନୁରୋଧ କରୁଛି ମନ ଜ୍ଞାନ ଦେଇ ଟିକେ ଭିଡିଓଟିକୁ ଦେଖନ୍ତୁ, ଶୁଣନ୍ତୁ। ନିଶ୍ଚିତ ବହୁତ ଉପକାରରେ ଆସିବ। ବୟସ ଯାହା ହେଇଥାଉ ନା କାହିଁକି, 5 ବର୍ଷ, 10 ବର୍ଷ, 15 ବର୍ଷ, 20 ବର୍ଷ, 25 ବର୍ଷ, 30 ବର୍ଷ, ଯୋଉ କ୍ଲାସରେ ପଢନ୍ତୁ, ପଞ୍ଚମରେ, ସପ୍ତମରେ, ଦ୍ୱାଦଶରେ, ଡିଗ୍ରୀ କିମ୍ବା ମାଷ୍ଟର ଡିଗ୍ରୀ ଯାହା ବି କରିଥାନ୍ତୁ ନା କାହିଁକି, ଯଦି ବିଦ୍ୟା ପ୍ରତି ବିଶେଷ ଆଗ୍ରହ ରହୁନି କିମ୍ବା ପଢିଲେ ଠିକରେ ମନେ ରହୁନାହିଁ, ନିଜକୁ ବହୁତ ପ୍ରସ୍ତୁତ କରୁଛନ୍ତି, ବହୁତ ସମୟ ଦଉଛନ୍ତି, କିନ୍ତୁ ସେ ଅନୁସାରେ ସଫଳତା ମିଳିପାରୁନାହିଁ, ଅତି ସରଳ ପ୍ରତିକାରଟି ଆପଣଙ୍କ ସାମ୍ନାରେ ରଖୁଛି। ଗୋଟେ ରୁଦ୍ରାକ୍ଷ ମିଳିବ, ତାର ନାଁ ହଉଛି ଗଣେଶ ରୁଦ୍ରାକ୍ଷ। ଗୋଟେ ଗଣେଶ ରୁଦ୍ରାକ୍ଷ ସଂଗ୍ରହ କରିକିରି ଆଣନ୍ତୁ। ଗଣେଶଙ୍କର ଗୋଟେ ବହୁତ ପ୍ରଭାବଶାଳୀ ମନ୍ତ୍ର ଅଛି। ସେ ମନ୍ତ୍ରର ନାଁ ହଉଛି ଓମ୍ ବକ୍ରତୁଣ୍ଡାୟ ହୁମ୍। ହରେ ଦୀର୍ଘକାର ଅନୁସାର ହୁମ୍। ଓମ୍ ବକ୍ରତୁଣ୍ଡାୟ ହୁମ୍। ତାକୁ ରୁଦ୍ରାକ୍ଷଟିକୁ ପ୍ରଥମେ କ୍ଷୀରରେ ହଳଦୀ ପାଣିରେ ଧୋଇ ଦିଅନ୍ତୁ। ଗୋଟେ ତାମ୍ର ପାତ୍ରରେ ସ୍ଥାପନ କରନ୍ତୁ। ସେ ରୁଦ୍ରାକ୍ଷରେ ଚନ୍ଦନ ଟିକେ, ଫୁଲ, ଧୂପ ଦୀପ ଦେଇକରି ଟିକେ ପୂଜା କରିଦିଅନ୍ତୁ। ପୂଜା କରିସାରିଲା ପରେ ପାତ୍ରରୁ ରୁଦ୍ରାକ୍ଷଟିକୁ ଆଣିବେ, ବାମ ହାତରେ ମୁଠେଇକି ଧରିବେ ଏମିତି, ଏବଂ ଡାହାଣ ହାତରେ ସେ ମନ୍ତ୍ରଟିକୁ 10 ମାଳା ଜପ କରିଦେବେ। ଓମ୍ ବକ୍ରତୁଣ୍ଡାୟ ହୁମ୍। ଓମ୍ ବକ୍ରତୁଣ୍ଡାୟ ହୁମ୍। ଓମ୍ ବକ୍ରତୁଣ୍ଡାୟ ହୁମ୍। ଏହିପରି 10 ମାଳା ଜପ କରିଦେବେ। 10 ମାଳା ଜପ କରିସାରିଲା ପରେ ଗୋଟେ ନାଲି ସୂତାରେ ସେ ରୁଦ୍ରାକ୍ଷଟିକୁ ରଖି ଯାହାକୁ ଦେବେ, ନିଶ୍ଚିତ ଭାବରେ ତାର ଜ୍ଞାନ ଉଦୟ ହବ। ବହୁତ କିଛି ପରିବର୍ତ୍ତନ ଆସିବ। ତାର ଏକାଗ୍ରତା, ତାର ଧୈର୍ଯ୍ୟ, ତାର ଇଚ୍ଛା ଶକ୍ତି, ତାର ସ୍ମରଣ ଶକ୍ତି, ପାଠ ପଢିବା ପାଇଁ ଯୋଉ ସ୍ୱତନ୍ତ୍ର ଭିତରୁ ଗୋଟେ ଭଲ ପାଇବା, ଭିତର ଗୋଟେ ଦୁର୍ବଳତା ସୃଷ୍ଟି ହେବା ବିଦ୍ୟା ପ୍ରତି, ନିଶ୍ଚିତ ଭାବରେ ହବ। ଏହା ସତ୍ୟ, ସମ୍ପୂର୍ଣ୍ଣ ସତ୍ୟ। ତାକୁ ପ୍ରୟୋଗ କରନ୍ତୁ। ଦେଖନ୍ତୁ, ଆପଣଙ୍କ ଛୁଆ କିମ୍ବା ଯଦି ଆପଣ କିଶୋର ଅଛନ୍ତି, ଯୁବକ ଅଛନ୍ତି, ବହୁତ ବଡ ବଡ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି, ନିଶ୍ଚିତ ଭାବରେ ସଫଳ ହେବେ। ତେଣୁ ମାତ୍ର ସନ୍ଦେହ ନାହିଁ। ରହୁଛି, ନମସ୍କାର।